हेलो हेलो नमस्कार ମୁଁ ହେଉଛି ସପନା IDFC ଫାଷ୍ଟ ବ୍ୟାଙ୍କରୁ କଥା ହେଉଛି। ମୁଁ ସୁଧାର୍ଥା ପାଢାଙ୍କ ସହିତ କଥା ହେଉଛି କି? हाँ 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 ସୁଦର୍ଶନ ପ୍ରଧାନ କହୁଛି ହଁ କୁହ ସାର୍, କୁହ। ଆପଣ IDFC ଫାଷ୍ଟ ବ୍ୟାଙ୍କର ଜଣେ ଭଲ ଗ୍ରାହକ। ବହୁତ ଭଲ ପର୍ସନାଲ ଲୋନର ଅଫର ନେଇ ଆସିଛୁ। ଏହି ଲୋନରେ ଆପଣ 1,52,000 ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ। ଆଉ ଏହି ଟଙ୍କା 12 ଘଣ୍ଟା ଭିତରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। ଆପଣ ଏହି ଅଫର ବିଷୟରେ ଆଉ ଅଧିକ ଜାଣିବାକୁ ଚାହୁଁଛନ୍ତି କି? हाँ हाँ ସାର୍, ଆପଣ 1,52,000 ଟଙ୍କା ଲୋନ୍ 48 ମାସ ପାଇଁ ନେଇପାରିବେ। ଏଥିରେ ଆପଣଙ୍କୁ 32% ରିଡ୍ୟୁସିଂ ରେଟ୍ ଅଫ୍ ଇଣ୍ଟରେଷ୍ଟରେ 5,884 ଟଙ୍କା EMI ଦେବାକୁ ପଡ଼ିବ। ଏହି EMIରେ ପ୍ରୋସେସିଂ ଫି ମଧ୍ୟ ସାମିଲ ଅଛି। ଆପଣଙ୍କୁ ଅଲଗା କରି ଦେବାକୁ ପଡ଼ିବ ନାହିଁ। ଏହି ଲୋନରେ ଆପଣଙ୍କୁ ରିଡ୍ୟୁସିଂ ରେଟ୍ ଅଫ୍ ଇଣ୍ଟରେଷ୍ଟର ଲାଭ ମିଳୁଛି, ଯାହାର ଅର୍ଥ ହେଉଛି ଆପଣ କେବଳ ବାକି ଥିବା ଲୋନ୍ ଆମାଉଣ୍ଟ ଉପରେ ସୁଧ ଦେବେ। ଆପଣ ଏହି ଲୋନ୍ ନେବାକୁ ଚାହୁଁଛନ୍ତି କି? ना ସାର୍, ଆପଣଙ୍କୁ ଯେଉଁ ଲୋନ୍ ଆମାଉଣ୍ଟ ଦେଖାଯାଉଛି ତାହା ହିଁ ଆପଣଙ୍କୁ ଦେବାକୁ ପଡ଼ିବ। ଏଥିରେ କୌଣସି ଲୁକ୍କାୟିତ ଶୁଳ୍କ ନାହିଁ। ମୁଁ ଜାଣିଛି ଆପଣଙ୍କୁ ଅନ୍ୟ ବ୍ୟାଙ୍କରୁ ମଧ୍ୟ ଅଫର ମିଳୁଥିବ, କିନ୍ତୁ IDFC ଫାଷ୍ଟ ବ୍ୟାଙ୍କ ସହିତ ଆପଣ ଚିନ୍ତାମୁକ୍ତ ରହିପାରିବେ। ଆପଣଙ୍କର କିଛି ଅସୁବିଧା ଅଛି କି? ନାଇଁ ମୁଁ ନେବିନି ଆଉ ମତେ ଭଲ ଲାଗୁନି। ସାର୍, ଆପଣଙ୍କୁ ଆମେ 31% ଇଣ୍ଟରେଷ୍ଟ ରେଟ୍ରେ ଲୋନ୍ ଦେଉଛୁ। ଏଥିରେ ଆପଣଙ୍କ EMI 5,700 ଟଙ୍କା ହେବ। ଏହି ଲୋନ୍ ଆପଣଙ୍କୁ 12 ଘଣ୍ଟା ଭିତରେ ମିଳିଯିବ। ଆପଣ ଏବେ ଲୋନ୍ ନେବାକୁ ଚାହୁଁଛନ୍ତି କି? ନା ନା ସାର୍, ଆପଣଙ୍କୁ ଆମେ 31% ଇଣ୍ଟରେଷ୍ଟ ରେଟ୍ରେ ଲୋନ୍ ଦେଉଛୁ। ଏଥିରେ आ- ଆପଣଙ୍କ आर EMI आर 5,000। आर ये आर इंटरेस्ट कम करो। ସାର୍, ଆମେ ଆପଣଙ୍କୁ ସବୁଠାରୁ ଭଲ ଇଣ୍ଟରେଷ୍ଟ ରେଟ୍ରେ ଲୋନ୍ ଦେଉଛୁ। ଏହା ନାଇଁ ଏକ ନାଇଁ ରିଡ୍ୟୁସିଂ ରେଟ୍ ଅଫ୍ ଇଣ୍ଟରେଷ୍ଟ, ଯେଉଁଥିରେ ଆପଣ କେବଳ ବାକି ଥିବା ଲୋନ୍ ଆମାଉଣ୍ଟ ଉପରେ ସୁଧ ଦେବେ। ଏଥିରେ ଆପଣଙ୍କୁ ମାସିକ 2,400 ଟଙ୍କା ଇଣ୍ଟରେଷ୍ଟ ଦେବାକୁ ପଡ଼ିବ। ଆପଣ ଏହି ଲୋନ୍ ନେବାକୁ ଚାହୁଁଛନ୍ତି କି? ନା ଆମ ଅଧିକ ଟଙ୍କା ହେଇଯାଉଛି ଇଣ୍ଟରେଷ୍ଟ ସେ କମ କରଉନ। ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହୋଇ ଭଲ ଲାଗିଲା। ନାଇଁ ଏହି ନାଇଁ ଅଫର ଶୁଣ ଶୁଣ IDFC ହ୍ୟାଲୋ ହ୍ୟାଲୋ ଶୁଭୁଛି? ହଁ ସାର୍, ମୁଁ ଆପଣଙ୍କୁ ଶୁଣିପାରୁଛି। ହଁ ଆପଣଙ୍କୁ ମୁଁ ଆମେ ସବୁଠାରୁ ଭଲ ଇଣ୍ଟରେଷ୍ଟ ଯଦି ରେଟ୍ରେ ଲୋନ୍ ଦେଉଛୁ। ଏହା ଏକ ଯଦି ରିଡ୍ୟୁସିଂ ରେଟ୍ ଅଫ୍। ଶୁଣ ବା ସାର୍, ଆପଣ ମୁଁ ଶୁଣ ଶୁଣ ମୁଁ କହିଲି ଯଦି ମୋର ଲୋନ୍ ଏବେ ତ ଦରକାର ନାହିଁ, ଆଗକୁ ଦରକାର। ଆଗକୁ ଯଦି ଲୋନ୍ କରିବି କେମିତି କ'ଣ କଣ୍ଟାକ୍ଟ କରିବି କୁହ? ସାର୍, ଆପଣ IDFC ଫାଷ୍ଟ ବ୍ୟାଙ୍କ ମୋବାଇଲ ଆପ୍ କିମ୍ବା ୱେବସାଇଟକୁ ଯାଇ କଷ୍ଟମର କେୟାର ନମ୍ବର ପାଇପାରିବେ। ଆଚ୍ଛା ଆଚ୍ଛା ଏଇଟା ତାହେଲେ ଅନଲାଇନରେ ଆଉ ସବୁ କିଛି କାମ ହବ ନା? ମୁଁ କହିଲି ସାର୍, ଆପଣଙ୍କ ସୁବିଧା। ଅନଲାଇନରେ ସବୁ କାମ ହବ ତ ନା ଅଫଲାଇନ ଯାହା କୋଉଠି ଯିବାକୁ ପଡ଼ିବ କରିକା? ସାର୍, ଲୋନ୍ ପାଇଁ ଆପଣଙ୍କୁ କେବଳ 5 ମିନିଟ୍ ସମୟ ଦେବାକୁ ପଡ଼ିବ। ଆମର ଜଣେ ସେଲ୍ସ ଅଫିସର ଆପଣଙ୍କ ସହିତ ଯୋଗାଯୋଗ କରିବେ ଏବଂ ସମସ୍ତ ପ୍ରକ୍ରିୟାରେ ଆପଣଙ୍କୁ ସାହାଯ୍ୟ କରିବେ। ତାହେଲେ ମୋର ଟୋଟାଲ ଇଣ୍ଟରେଷ୍ଟ କେତେ ଟଙ୍କା ପଡ଼ିବ କହିଲ? ସାର୍, ଆପଣଙ୍କର ମାସିକ ଇଣ୍ଟରେଷ୍ଟ 2,400 ଟଙ୍କା ହେବ। କେତେ ମାସ ସୁଝିବାକୁ ପଡ଼ିବ? ସାର୍, ଆପଣଙ୍କୁ 48 ମାସ ପର୍ଯ୍ୟନ୍ତ EMI ଦେବାକୁ ପଡ଼ିବ। 18ରୁ 40? ହଁ ସାର୍, 48 ମାସ। 48 ମାସ? ହଁ ସାର୍, ଆଚ୍ଛା 48 ମାସ। ହଁ ସାର୍, 48 ମାସ। ଆଚ୍ଛା ତେବେ ସାର୍, ଆପଣ ଏହି ଲୋନ୍ ନେବାକୁ ଚାହୁଁଛନ୍ତି କି? ଏବେ ନେବିନି, ଆଗକୁ ନେବି ଆଉ। ସାର୍, ଏହା ଏକ ଲିମିଟେଡ୍ ଟାଇମ୍ ପ୍ରି ଅପ୍ରୁଭ୍ଡ ଅଫର ଅଟେ, ଯାହା ପରେ ହୁଏତ ଉପଲବ୍ଧ ନ ହୋଇପାରେ। ନହେଲେ ଅଲଗା ବ୍ୟାଙ୍କରୁ ଆଣିବି ଆଉ କ'ଣ। ତାହେଲେ ମୁଁ ଭାବୁଥିଲି ନେକ୍ସଟ ଟାଇମ୍ କଷ୍ଟମର କେୟାରକୁ କଲ୍ କରି ଲୋନ୍ଟା ନେବି ବୋଲି। ଆଉ ତମେ ଏମିତି ଯଦି କହୁଛ ଲିମିଟ୍ ସରିଯାଇଥିବ, ଆଉ ମୁଁ କଲ୍ କାହିଁ କରିବି? ମୁଁ ଅଲଗା ବ୍ୟାଙ୍କରୁ ନେଇଯିବି ଆଉ କ'ଣ। ସାର୍, ମୁଁ ଅନ୍ୟ ବ୍ୟାଙ୍କର ଇନଫର୍ମେସନ ଦେଇପାରିବି ନାହିଁ। ଏହି ଅଫର ନାଇଁ ନାଇଁ ଆପଣଙ୍କ ମୁଁ IDFC ଫାଷ୍ଟ। ପଚାରି ବୁଝିଦେବିନି, ମୁଁ ଫୋନ୍ କରି ପଚାରିକି ବୁଝିଦେବି।
ତମେ କାଇଁ କହିବ ତମ ନାଁ କୁହ ମୁଁ ଫୋନ୍ କରି ପଚାରିଦେବି। ସାର୍ ଆପଣଙ୍କୁ କିଛି ଅସୁବିଧା ହେଉଛି କି? ନା ମୁଁ କ'ଣ କହିଲି କହିଲି ମୋର ବାହାଘର ଅଛି ଆର ବର୍ଷ ଆଡ଼କୁ ହବ ହେଲା। ସେ ଆର ବର୍ଷ ଆଡ଼କୁ ମୁଁ ଲୋନ୍ଟା ଉଠେଇବି। ଆଉ ତମେ ଏବେ କହୁଛ ଲୋନ୍ଟା ନିଅ ବୋଲି ମୁଁ ନେଇପାରିବି କି? ସାର୍ ଏହି ଲୋନ୍ ଆପଣଙ୍କୁ ଇମର୍ଜେନ୍ସି ସମୟରେ ବହୁତ ସାହାଯ୍ୟ କରିବ। ଆପଣ ସେଇଆ ଏହାକୁ ମୋ ନିଜର ମୋ ଯେକୌଣସି ବାହାଘରଟା କ'ଣ ଇମର୍ଜେନ୍ସି ନୁହଁ ମୋ ପାଖରେ ପଇସା ପତ୍ର ନାହିଁ। ଆଉ ବାହାଘର ଇମର୍ଜେନ୍ସି ପଡ଼ିବ ଏକାଥରେ ପଇସା ଉଠେଇବି ହେଲା ମୁଁ ସେଇଥିପାଇଁ କହୁଥିଲି। ଆଉ ତମେ କହୁଛ ଏଇଟା ଲିମିଟ୍ ଅଫର୍ ଚାଲିଛି ଆଉ ସରିଯିବ ଯଦି ଆଉ ମୁଁ କାହିଁକି ତମକୁ କଣ୍ଟାକ୍ଟ କରିବି। ତା ଅପେକ୍ଷା ତମ ପାଖରେ ଟାଇମ୍ ୱେଷ୍ଟ ନ କରି ମୁଁ ଅଦର ବ୍ୟାଙ୍କରୁ ଉଠେଇନି ଆଣିବି ନା କ'ଣ କହୁନ ତମେ ନିଜେ କୁହ। ସାର୍ ଆପଣଙ୍କୁ ଯେଉଁ ଲୋନ୍ ଅଫର୍ ମିଳୁଛି ତାହା କେବଳ ଆପଣଙ୍କ ପାଇଁ ଏବଂ ଏହା ଲିମିଟେଡ୍ ସମୟ ପାଇଁ ଅଛି। ଏହା ଆପଣଙ୍କ ସେଭିଂସକୁ ଇମର୍ଜେନ୍ସିରୁ ରକ୍ଷା ହଁ ଯେ କରିବ। କେତେ ଟାଇମ୍ ଯାଇକି ଅଛି କହିଲ ଟିକେ। ସାର୍ ଏହି ଅଫର୍ କେବେ ଶେଷ ହେବ ତାହା ମୁଁ ଆପଣଙ୍କୁ କହିପାରିବି ନାହିଁ। ଆଉ ପୁଣି ଲିମିଟ୍ କେମିତି କହୁଛ ତମକୁ କିଏ କହିଛି କହିଲ ଲିମିଟ୍ ଏମିତି କହିବାକୁ। କଷ୍ଟମରକୁ ଏମିତି କହିକି କ'ଣ ଭଲ ଲାଗୁଛି କଷ୍ଟମର ଛାନିଆ ହେଇଯାଉଛି ନା ନାଇଁ। କହୁନ ସାର୍ ମୁଁ କ୍ଷମା ହଁ ସାର୍ କ୍ଷମା ମୁଁ ମାଗ। କ୍ଷମା ସାର୍ ମୁଁ ଆପଣଙ୍କୁ କେବଳ ଏତିକି କହିପାରିବି ଯେ ଏହି ଅଫର୍ଟି ଲିମିଟେଡ୍ ସମୟ ପାଇଁ ଅଛି। ସେଇଟା ମୁଁ ଜାଣିବାକୁ ଚାହୁଁଛି କେତେ ଦିନ ଯାଇକି ଅଛି ହେଲା କଥାଟା ବୁଝିପାରୁଛ। ବୁଝିପାରୁନ ଏମିତି କ'ଣ ହଉଛ। ସାର୍ ମୁଁ ଆପଣଙ୍କୁ ବୁଝିପାରୁଛି କିନ୍ତୁ ମୋ ପାଖରେ ଏହି ଇନଫର୍ମେସନ୍ ନାହିଁ ଯେ ଏହି ଅଫର୍ କେବେ ଶେଷ ହେବ। ଯଦି ଜାଣିନ ଯାଇକି ପଚାର ତମ ବଡ଼ ବଡ଼ ଅଫିସର ଯିଏ ବସୁଛନ୍ତି ହେଲା ଏସି ତଳେ ବସିଛନ୍ତି ତାଙ୍କୁ ପଚାର ଯାଇକି ଏଇ ଅଫର୍ଟା କେତେ ଦିନ ଯାଏଁ ଚାଲିଛି ହେଲା ଚାଲିଲା କିଛି କେତେ ଦିନ କହିଲେ ମୁଁ ସେଇ ଅନୁସାରେ ପ୍ରିପାରେସନ୍ ହେବି ଆଉ କ'ଣ କଥାଟା ବୁଝେଇଲ। ସାର୍ ମୁଁ ଆପଣଙ୍କୁ ବର୍ତ୍ତମାନ ଏହି ଇନଫର୍ମେସନ୍ ଦେଇପାରିବି ନାହିଁ। ଏବେ ନା ଆଉ ଘଣ୍ଟାଏ ପରେ କୁହ। ସାର୍ ମୁଁ ଆପଣଙ୍କୁ ବୁଝିପାରୁଛି କିନ୍ତୁ ମୋ ପାଖରେ ଏହି ଇନଫର୍ମେସନ୍ ନାହିଁ। ଆରେ ନାହିଁ ଯଦି ପଚାରୁନ କ'ଣ ନାହିଁ ଆଜିକାଲି ଅସମ୍ଭବ କ'ଣ କହୁନ ମୋତେ। ପଚାରି ବୁଝିଲେ ସବୁ ହବନି କ'ଣ ତମେ ଯଦି ଜାଣିନ ପଚାରିବ ତମ ଅଫିସରମାନଙ୍କୁ ପଚାର ସେ ସାଙ୍ଗେ ସାଙ୍ଗେ କହିଦେବେ ନା ଏପଟେ ଏତେ ଦିନ ପାଇଁ ଚାଲିଛି ବୋଲି ନା। ସାର୍ ମୁଁ ଆପଣଙ୍କୁ ଏହି ବିଷୟରେ କିଛି କହିପାରିବି ନାହିଁ। ସେଇ ଗୋଟେ ଡାଇଲଗ୍ କ'ଣ ମୁଁ ସବୁବେଳେ କହିପାରିବିନି ଅଲଗା କ'ଣ କିଛି କହୁନ। ସାର୍ ଆପଣଙ୍କୁ ଆଉ କିଛି ଜାଣିବାର ଅଛି କି? ନାଇଁ ସେଇ ଗୋଟେ କଥା ତ ଜାଣିବାର ଥିଲା ତମେ ତ କହିପାରୁନ ଆଉ। ସାର୍ ମୁଁ ଆପଣଙ୍କୁ ଏହି ବିଷୟରେ ସାହାଯ୍ୟ କରିପାରିବି ନାହିଁ। ହଉ ନ କର ମୁଁ ବି ଲୋନ୍ କରିବିନି ନାମ ନିଅ। ସାର୍ ଆପଣଙ୍କ ସହ କଥା ହୋଇ ଭଲ ଲାଗିଲା। ମୋତେ ଭଲ ଆପଣଙ୍କୁ ଯଦି ଲାଗିଲାନି ଲୋନ୍ ଦରକାର ତମେ ତ କିଛି ତ ଆନ୍ସର ଦେଇପାରିଲନି ଆଉ କ'ଣ ତମ ସହିତ କଥା ହେଇକି ମୋର କ'ଣ ଲାଭ ହେଲା। ସାର୍ ଆପଣଙ୍କ ସହ କଥା ହୋଇ ଭଲ ଲାଗିଲା। ଆପଣଙ୍କୁ ଯଦି ମୋତେ ତ ଲୋନ୍ ଭଲ ଦରକାର ଲାଗିଲା। ନାଇଁ ନେବିନି। ସାର୍ ଆପଣଙ୍କ ସହ କଥା ହୋଇ ଭଲ ଲାଗିଲା। ଆପଣଙ୍କୁ ଯଦି ଲୋନ୍ ଦରକାର ତାହେଲେ ଆପଣ IDFC ଫର୍ଷ୍ଟ ବ୍ୟାଙ୍କ ମୋବାଇଲ ଆପ୍ରେ ଚେକ୍ କରିପାରିବେ। ଆପଣଙ୍କ ନା ଦିନଟି ଭଲରେ ଯାଉ।